କାହାକୁ ରାଜନୀତି ଉଠାଏ ତ କାହାକୁ ପକାଏ, କିନ୍ତୁ ରାଜନୀତିରୁ ଓହରି ଏବେ ସଫଳ ଚାଷୀ। ଆମେ କହୁଛୁ ନାଥସାହି ପଞ୍ଚାୟତ ସରୋଜ ଘଡ଼ାଇଙ୍କ କଥା, ଯିଏକି ଧଳା ଘୁଷୁରୀ ପାଳି ଏବେ ଗାଁ ପାଇଁ ବଡ଼ ଉଦାହରଣ ପାଲଟିଛନ୍ତି। ଆମେ ସେଇ ଚାଷୀଙ୍କ ପାଖରେ ଅଛୁ, ସରୋଜ ଘଡ଼ାଇ, ଯିଏକି କହିବେ ଘୁଷୁରୀ ଆପଣ କେତେ ଦିନ ହେଲା ଚାଷ କଲେଣି? ରାଜନୀତିରେ ଥିଲେ, ରାଜନୀତିରୁ ଆସି ଏବେ ଘୁଷୁରୀ ଚାଷ ତା ସହିତ ଛେଳି ଆଉ କୁକୁଡ଼ା ମଧ୍ୟ ଚାଷ କରୁଛନ୍ତି। ଯେଉଁ ଚାଷ ଲାଇନରେ ଏବେ ଏଗ୍ରିକଲଚର ଫାର୍ମିଂ ସରକାର ତ ବହୁତ ଡେଭଲପମେଣ୍ଟ ହେଲାଣି। ତ କହିବେ ଏଇ ଯେଉଁ ଘୁଷୁରୀ କେତେଟା ଫାଷ୍ଟ ଷ୍ଟାର୍ଟ କରିଥିଲେ, କ'ଣ କେମିତି ଆପଣଙ୍କର ଚାଷ କାର୍ଯ୍ୟ ଆରମ୍ଭ ହେଇଥିଲା? ମୁଁ 2023ରେ ଆରମ୍ଭ କରିଥିଲି, ଫେବୃଆରୀ 17ରେ 7ଟା ଘୁଷୁରୀ ଆଣିଥିଲି। 7ଟାରୁ ବର୍ତ୍ତମାନ 70 ପହଞ୍ଚିଲେଣି। ଆଉ କୁକୁଡ଼ା ବି ରଖା ହେଇଥିଲା 100। ଏବେ ପରିବା ବି ଚାଷ ହେଉଛି, ପୋଟଳ ଲାଗିଛି, ବୋଇତାଳୁ କଖାରୁ ଲାଗିଛି, ଆଳୁ ଲାଗିଛି, ମକା ବି ଲାଗିଛି। ଘୁଷୁରୀ ଚାଷ ଗୋଟେ ଭଲ ଲାଭଦାୟକ ଚାଷ ୟୁଟ୍ୟୁବରୁ ଦେଖିଲି। 2023 ଫେବୃଆରୀ 17ରେ ମୁଁ ଷ୍ଟାର୍ଟ କଲି। ଏବେ ତ 11 ମାସ ହେଇଗଲାଣି। 11 ମାସରେ ମୁଁ ଦେଖୁଛି ଭଲ ଲାଭଦାୟକ ବେପାର ହେବ। ଦେଖିବେ ଯେଉଁ ଛୋଟ ଘୁଷୁରୀ ଗୋଟେ ଫାର୍ମରେ ଅଛନ୍ତି, ଆପଣ ଦେଖୁଥିବେ ଏ ଯେଉଁ ଘୁଷୁରୀ ଅଛନ୍ତି, ବଡ଼ ଘୁଷୁରୀ ଗୋଟେ ଜାଗାରେ, ଛୋଟ ଘୁଷୁରୀ ଅଛନ୍ତି ଅନେକ ଗୁଡ଼ାଏ। ତ ଏମିତି ସବୁ ପାର୍ଟ ରଖିଛନ୍ତି କାହିଁକି? ପାର୍ଟ ରଖିଛି, ଯେଉଁ ମା ଠାରୁ 35 ଦିନ ପରେ ଯେଉଁ ଛୁଆ ଅଲଗା ହେବେ, ଅଲଗା ହେଲା ପରେ ତାଙ୍କୁ ଗୋଟେ ରୁମ୍ରେ ରଖାଯିବ। ତାର ଫେରେ ଭ୍ୟାକ୍ସିନେସନ୍ ହେଲା ପରେ ଫେରେ ପାର୍ଟ କରାଯିବ। ଗୋଟେ ଜାଗାରେ ରଖାଯିବନି। 24ଟା ଛୁଆ ଅଛନ୍ତି ବର୍ତ୍ତମାନ। ଦୁଇଟା ଘୁଷୁରୀ ଏବେ ଛୁଆ କରିଥିଲେ, 24ଟା ଛୁଆ କରିଥିଲେ, 12ଟା। ତା ଦେହରେ ତାକୁ ପାର୍ଟିସନ୍ କରିକି ନ ରଖିଲେ ଖାଦ୍ୟ ଠିକ୍ ସେ ଖାଇପାରିବେ ନାହିଁ, ସେ ଠିକ୍ ସେ ବଢ଼ିପାରିବେ ନାହିଁ। ତେଣୁକରି ତାକୁ ପାର୍ଟିସନ୍ କରିକି ରଖାଯାଉଛି। ବଡ଼ ଘୁଷୁରୀ ଛୋଟ କାମୁଡ଼ା କାମୁଡ଼ି କରିବେ। ଆପଣଙ୍କର ଏଠି ମାତା ଘୁଷୁରୀ କେତେଟା ଅଛନ୍ତି? ମାଇ ଘୁଷୁରୀ ଆଉ ଅଣ୍ଡା ଘୁଷୁରୀ କେତେଟା ଅଛନ୍ତି? ମାଇ ଘୁଷୁରୀ ବର୍ତ୍ତମାନ 35 ଅଛନ୍ତି, ଆଉ ଅଣ୍ଡା ଘୁଷୁରୀ ବର୍ତ୍ତମାନ 30ଟା ଅଛନ୍ତି, ଆଉ ଷେଣ୍ଢ ରଖା ହେଇଛନ୍ତି 5ଟା। ଦେଖିବେ ଆପଣ ଯେଉଁ ଘୁଷୁରୀ କେତେ ୱେଟ୍ ହେଲା ପରେ ଆପଣ ମାର୍କେଟକୁ ସେଲ୍ କରନ୍ତି, ଆଉ କେଉଁ ଜାଗା ଯାଏ ମାନେ ସେଲ୍ କରନ୍ତି, କେଉଁ ମାନେ ଆସନ୍ତି କିଣିବା ପାଇଁ ଆପଣଙ୍କ ଠାରୁ, କେମିତି କ'ଣ କଣ୍ଟାକ୍ଟ ହୁଏ, ସେ ବିଷୟରେ ଦର୍ଶକଙ୍କୁ ଟିକେ କହିବେ। ଘୁଷୁରୀ ତ ମାସେ କ୍ଷୀର ଛାଡ଼ିବା ପରେ ପାଟି ଆସୁଛନ୍ତି ନେବା ପାଇଁ। ପାଟି ସିଏ ବି ବିକ୍ରି ହେଇଯାଉଛି 3500 4000 ଟଙ୍କା। କ୍ଷୀର ଛାଡ଼ିବ 35 ଦିନ 40 ଦିନ ଭିତରେ, ତାକୁ ବି ବିକ୍ରି କରିହେବ 4000 ଟଙ୍କା 3500ରେ। ଆଉ ବଡ଼ ଯେତେ ବଢ଼େଇବେ ଗୋଟେ କ୍ୱିଣ୍ଟାଲକୁ ବର୍ତ୍ତମାନ 18000 ଟଙ୍କା ଅଛି। ଆଉ ରେଟ୍ ଆଗେ ଯେତେବେଳେ ଫାଷ୍ଟ ମୁଁ ଆଣିଥିଲି 135 ଟଙ୍କା ଥିଲା, ଏବେ ରେଟ୍ ବଢ଼ୁଛି ଭଲ, 180ରେ ପହଞ୍ଚିଲାଣି ବର୍ତ୍ତମାନ। କହିପାରିବା ଗୋଟେ ଘୁଷୁରୀ ଆମେ ଜନ୍ମଠୁ ବିକିଲା ପର୍ଯ୍ୟନ୍ତ କେତେ ଖାଦ୍ୟ ତା ପଛରେ, ଗୋଟେ ଘୁଷୁରୀ ପଛରେ କେତେ ଟଙ୍କା ଖାଦ୍ୟ ତାକୁ ମାନେ ଖର୍ଚ୍ଚ ଯାଏ ଗୋଟେ ଘୁଷୁରୀ ପଛରେ, ଆଉ କେତେ ଟଙ୍କା ଲାଭବାନ ହେଇପାରିବ? ଗୋଟେ ଘୁଷୁରୀ ପଛରେ 8ରୁ 9000 ଟଙ୍କା ଖର୍ଚ୍ଚ ହେବ, ବିକ୍ରି ହେବ 16-17 ଟଙ୍କା। ଆଉ ଛୋଟ ବିକିଲେ ଯେଉଁ ମାଇ ଘୁଷୁରୀ ଆମେ ବିକୁଛୁ, ବ୍ରିଡର ଯେଉଁ ବିକ୍ରି ହେଉଛି, ଯିଏ ଚାଷୀ ନେଉଛନ୍ତି ସେ 250 ଟଙ୍କା କେଜିରେ ନେବେ। ଆଉ ଯେଉଁ କଟିଂରେ ଯିଏ ଯିବେ, ଯେଉଁ ଖାସି, 180 କେଜି ରେଟ୍ରେ ଯିବେ। ଯେଉଁ କୁକୁଡ଼ା ଚାଷ କରିଥିଲେ ସେପଟେ, ଆମେ କୁକୁଡ଼ା ଫାର୍ମକୁ ଯିବା। ସେ କୁକୁଡ଼ା ଫାର୍ମରେ କେତେ ଭଳିଆ କୁକୁଡ଼ା ଥିଲା, ଆଉ ଏବଂ ଯେଉଁ କୁକୁଡ଼ା ପୁଣି କହୁଛନ୍ତି ବଡ଼ ଫାର୍ମ କରିବେ ଯେଉଁ କହୁଥିଲେ କିଛି ସମୟ ପୂର୍ବରୁ, ତ କୁକୁଡ଼ାରେ କେତେ ଲାଭ କ'ଣ କେମିତି? କୁକୁଡ଼ାରେ ବି ଭଲ ଲାଭ ଅଛି। ଆମର ଟିକେ ଏଠି ଇଲେକ୍ଟ୍ରି ସୁବିଧା ନାହିଁ ବୋଲିକି ଥଣ୍ଡା ପାଇଁ ଆମେ କୁକୁଡ଼ା ବର୍ତ୍ତମାନ ରଖିନାହୁଁ। ଯେଉଁ ରଖିଥିଲୁ ଖରାଦିନେ ଭଲ ପ୍ରଫିଟ୍ ଦେଇଥିଲା। କ'ଣ ଦେଶୀ ନା ବ୍ରଏଲର? ଆମେ ରଖିଥିଲୁ ବନରାଜ। ଆଜ୍ଞା। ତା ସହିତ ଖାସି ବି ରଖିଛନ୍ତି, ଯେଉଁ ଛେଳି ଫାର୍ମ କରିଛନ୍ତି ସେପଟରେ, କେତେଟା ଭଳିଆ ଛେଳି ରଖିଛନ୍ତି? ଛେଳି 35ଟା ଅଛନ୍ତି। ସେ ତାଙ୍କର ଖର୍ଚ୍ଚ କିଛି ନାହିଁ, ସେ ଯାହା ଚରିକି ବୁଲି ଖାଉଛନ୍ତି।
କିଛି ଲାଭ ମିଳିଛି ମାନେ ଛେଳି ଛେଳିରେ ଭଲ ବି ଅଛି। ବର୍ତ୍ତମାନ ଖାସି ଭଲ ରେଟ୍ରେ ବେପାର ହେଉଛି। ଯାହା ଶୁଣୁଥିଲେ ରାଜନୀତିରୁ ସନ୍ନ୍ୟାସ ନେଲା ପରେ ଏବେ ସଫଳ ଚାଷୀ ପାଲଟି ଯାଇଛନ୍ତି। ଘୁଷୁରୀ ଚାଷ କୁହନ୍ତୁ, କୁକୁଡ଼ା ଚାଷ କୁହନ୍ତୁ, ଛେଳି ଚାଷ କି ପନିପରିବା, ଏଥିରେ ସେ ସଫଳ ଲାଭ କରୁଛନ୍ତି। ଯଦି ସରକାରଙ୍କ ତରଫରୁ କିଛି ତାଙ୍କୁ ପ୍ରୋତ୍ସାହନ ମିଳିବ ତାହେଲେ ସେ ଆଗାମୀ ଦିନରେ ଆଗକୁ ଭଲ ଚାଷୀଟେ ହେଇପାରିବେ ବୋଲି ଏହା କହିଛନ୍ତି। ଯାଜପୁରରୁ କୃଷ୍ଣଚନ୍ଦ୍ର ନାୟକଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।